वर्तमान जेभଳି ଲୋକଙ୍କୁ ଏହି ଇଣ୍ଟରନେଟ୍ ସୁବିଧା ଦେଇଛି ଲୋକେ ଆସ୍ତେ ଆସ୍ତେ ପୁରାତନରୁ ଚାଲି ଆସିଥିବା ସୁବିଧାକୁ ବୁଲିବାକୁ ଲାଗିଲେଣି। ହେଲେ ଆଜି ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହା ଆପଣ ଶୁଣିଲେ ବି ବିଶ୍ୱାସ କରିବେନି। ହଁ ଆଜ୍ଞା, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ୍ ଟିକରପଡ଼ା ପଞ୍ଚାୟତର ବାବୁଲିବନ୍ଧ ଗ୍ରାମର ସମାଜସେବୀ ମନୋଜ କୁମାର ସାହୁ ଆଜି ନିଜ ହାତରେ ଚିଠି ଲେଖି ଚର୍ଚ୍ଚାକୁ ଆସିଛନ୍ତି। ସାଧାରଣତଃ ଆମେ ଯେତେବେଳେ ନିଜର ଜନ୍ମଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରୁଥାଉ କିମ୍ବା ରକ୍ତଦାନ ଶିବିର ହେଉ ଅବା ଗରିବ ଲୋକଙ୍କୁ ଖାଇବା ଦେବା ଏଇଭଳି କରିଥାନ୍ତି ସମସ୍ତେ। ହେଲେ ଆଜି ଏମିତି ଏକ ଚିନ୍ତାଧାରା କରି ନିଜେ ସମାଜସେବୀ ମନୋଜ କୁମାର ସାହୁ ଇଙ୍କ ପେନ୍ ଯେଉଁ ପେନ୍ କି ମାର୍କେଟରେ ଧୀରେ ଧୀରେ ଲୋପ ପାଇବାକୁ ବସି ଆସିଲାଣି, ଆଜି ସେହି ପେନ୍ ମାଧ୍ୟମରେ ଚିଠିରେ ନୂତନ ବର୍ଷର ଅଭିନନ୍ଦନ ସହ ନିଜ ଅଞ୍ଚଳର ବିକାଶ ପାଇଁ ନିଜ ନିର୍ବାଚନ ମଣ୍ଡଳୀର ସାଂସଦ ବିଧାୟକ ଏମିତିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ଚିଠି ମାଧ୍ୟମରେ ଲେଖି ଜଣାଇଥିବା କହିଛନ୍ତି ଯେ ମନୋଜ କୁମାର ସାହୁ ଆଜି ହାତରେ କିଛି ଚିଠି ଧରି ଦିଗପହଣ୍ଡିରେ ଥିବା ପୋଷ୍ଟ ଅଫିସକୁ ଆସି ସମସ୍ତ ଚିଠିକୁ ବାକ୍ସ ଭିତରେ ପକାଇଥିଲେ। ବର୍ତ୍ତମାନ ଏସବୁକୁ ଦେଖି ଅଞ୍ଚଳରେ ଏବେ ମନୋଜକୁ ପ୍ରଶଂସାର ସୁଅ ଛୁଟୁଛି। ମୁଁ ଏ ଗୋଟିଏ ଜିନିଷ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସମସ୍ତେ ଆଜି ମୋବାଇଲର ବ୍ୟବହାର କଲେଣି, ଇଣ୍ଟରନେଟ୍ ବ୍ୟବହାର କଲେଣି, କିନ୍ତୁ ଆଜି ସ୍କୁଲରେ ପିଲା ଯଦି କମିଯିବ ତାହେଲେ ଗଭର୍ଣ୍ଣମେଣ୍ଟ ଗୋଟେ ନିୟମ କରିଛନ୍ତି, ପିଲା ଯଦି କମିବ ତାହେଲେ ସ୍କୁଲ ସେଠାରୁ ଉଠିଯିବ, ସେଟା ସ୍କୁଲଟା ବନ୍ଦ ହୋଇଯିବ। କିନ୍ତୁ ସେହିପରି ଯଦି ଆମେ ଏଇ ଲେଟର ଯଦି ନ ଦେବା ତାହେଲେ ପୋଷ୍ଟ ଅଫିସ୍ ବି କେତେବେଳେ ବନ୍ଦ ହୋଇଯିବ। ସେଇଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏ ବାର୍ତ୍ତା ମାଧ୍ୟମରେ ଯେ ସମସ୍ତେ ଗୋଟେ ଗୋଟେ ଲେଟର ଲେଖନ୍ତୁ। ଏବଂ ମୁଁ ଏମିତି ଗୋଟେ ଲେଟର ଲେଖେ ଯେ ସବୁ ପ୍ରତ୍ୟେକ ଇଏରେ ମୁଁ ଲେଟର ଲେଖୁଛି ଯେ ଗୋଟେ ଇଙ୍କ ପେନ୍ ଆଉ ଇଂଲ୍ୟାଣ୍ଡ ଲେଟର ମାଧ୍ୟମରେ ମୁଁ ଲେଟର ଲେଖିଛି ମୋର ସମସ୍ତ ବନ୍ଧୁମାନଙ୍କୁ, ସମସ୍ତ ପରିବାରଙ୍କୁ, ସମସ୍ତ ସାଙ୍ଗସାଥୀଙ୍କୁ, ଏପରିକି ବିଧାୟକଙ୍କୁ ଏବଂ ସାଂସଦକୁ ମଧ୍ୟ ମୁଁ ଆଜି ଲେଟର ମାଧ୍ୟମରେ ଜଣାଇଛି ଯେ ମୋ ପଞ୍ଚାୟତର କଥା, ମୋ ଗାଁର କଥା, ଆମର ସମାଜର କଥା ଏବଂ ଏହି ବାର୍ତ୍ତା ମଧ୍ୟ ଜଣାଇଛି ଯେ ସମସ୍ତେ ଏହିପରି ଲେଟର ଦିଅନ୍ତୁ। ଆଉ ଲେଟର ମାଧ୍ୟମରେ ଯଦି ଦେବେ ତାହେଲେ ଏହି ପ୍ରକାର ପୋଷ୍ଟ ଅଫିସ୍ ଯେଉଁଠିକି ଡାକଘର ଅଛି ତାହେଲେ ନିଶ୍ଚିତ ଭାବେ ଆହୁରି ଚଳଚଞ୍ଚଳ ହୋଇପାରିବ। ଗଞ୍ଜାମ ଦିଗପହଣ୍ଡିରୁ ସୁଶାନ୍ତ ମାଳିଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।